ଯଦି ଏ ଦୁନିଆରେ ସତରେ ଆପଣମାନେ ସଫଳ ହେବାକୁ ଚାହୁଁଛନ୍ତି, ତ ସବୁଠୁ ପ୍ରଥମେ ଆପଣଙ୍କର ଅଭ୍ୟାସକୁ ବଦଳାନ୍ତୁ। କାହିଁକି ନା ମଣିଷର ହାର ଭାଗ୍ୟ ସହ କମ୍ ଏବଂ ତାର ଖରାପ ଅଭ୍ୟାସ ସହିତ ଅଧିକ ହୋଇଥାଏ। ଆଳସ୍ୟକୁ କେବେ ବି ଆପଣଙ୍କ ଉପରେ ରାଜ କରିବାକୁ ଦିଅନ୍ତୁ ନାହିଁ। କାହିଁକି ନା ଆଳସ୍ୟ ହିଁ ଧୀରେ ଧୀରେ ମଣିଷର ସ୍ୱପ୍ନକୁ ଖାଇଯାଇଥାଏ। ଯେଉଁ ବ୍ୟକ୍ତି ଭାବିଥାଏ କି ମୁଁ ଜିତି ଯାଇଛି, ସେ କେବେ ବି ଜିତି ନଥାଏ। ଆଉ ଆପଣଙ୍କର ଇନକମ୍ ଠାରୁ ଖର୍ଚ୍ଚ ଅଧିକା କରନ୍ତୁ ନାହିଁ। କିନ୍ତୁ ଆଜିକାଲି ବହୁତ ସାରା ଲୋକେ ଏ ଦୁନିଆକୁ ଦେଖାଇବା ପାଇଁ ଦାମୀ ମୋବାଇଲ, ଦାମୀ କୋଠା, ଦାମୀ ଗାଡ଼ି, ଦାମୀ ଘର ଦେଖାଣିଆ କରିଥାନ୍ତି। କିନ୍ତୁ ପ୍ରକୃତରେ ସତ ଏହା ହୋଇଥାଏ କି ଦେଖାଣିଆ ଜୀବନ ଭିତରୁ କମଜୋର ହୋଇଥାଏ। ଆଉ ଖରାପ ସଙ୍ଗଠାରୁ ସବୁବେଳେ ଦୂରରେ ରୁହନ୍ତୁ। ଆଉ ଗୋଟିଏ ମଣିଷର ପରିଚୟ ତାର ସାଙ୍ଗଠାରୁ ହିଁ ହୋଇଥାଏ। ଯଦି ଆପଣଙ୍କର ଆଖପାଖରେ ନକାରାତ୍ମକତା ଭାବନା ବାଲା ଲୋକ ଅଛନ୍ତି, ତ ଧୀରେ ଧୀରେ ଆପଣଙ୍କର ଆତ୍ମବିଶ୍ୱାସ ବି ଶେଷ ହେବାକୁ ଲାଗିବ। ଆଉ କେବେ ବି ପରିଶ୍ରମ ପଛରେ ଦୌଡ଼ନ୍ତୁ ନାହିଁ, କାହିଁକି ନା ଭାଗ୍ୟ କେବଳ ସେଇମାନଙ୍କ ସହିତ ସାଥ ଦେଇଥାଏ ଯେ କଠିନ ରାସ୍ତାରେ ବି ଚାଲିଥାଏ। ମନେ ରଖନ୍ତୁ, ଧୀରେ ଚାଲନ୍ତୁ, ଭୁଲ ନୁହେଁ, କିନ୍ତୁ ଅଧାରେ ଅଟକିବା ଭୁଲ ହୋଇଥାଏ। କମ୍ ଇନକମ୍ କରନ୍ତୁ, କିନ୍ତୁ ସତ୍ ମାର୍ଗରେ ଇନକମ୍ କରନ୍ତୁ। ଆଉ ମିଛ ଆଉ ଛଳନାରେ କରାଯାଇଥିବା ପଇସା କିଛି ସମୟ ସୁଖ ଦେଇଥାଏ, କିନ୍ତୁ ଶାନ୍ତି କେବେ ଦେଇନଥାଏ। ଆଉ ଯଦି ଆପଣଙ୍କ ଜୀବନକୁ ଆପଣ ବଦଳାଇବାକୁ ଚାହୁଁଛନ୍ତି, ତ ନିଜର ଅଭ୍ୟାସକୁ ବଦଳାନ୍ତୁ। ମଣିଷର ପରିଚୟ ଧନ ନୁହେଁ, ମଣିଷର ପରିଚୟ ହେଉଛି ଭାବନା, ପରିଚୟ ଓ ପରିଶ୍ରମରେ ହୋଇଥାଏ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତ କୃପା କରି ଭିଡ଼ିଓ ଗୋଟେ ଲାଇକ୍ଟିଏ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।